ଆଜି ଆମେ ବାରିପଦାରୁ ମିଳିଥିବା ଗୋଟି ଛୋଟ ଘୋଷଣାପତ୍ରକୁ ନେଇ ଆଲୋଚନା କରିବା। ଏହା ଦେଖିବାକୁ ତ ବହୁତ ସାଧାରଣ, କିନ୍ତୁ ମୋତେ ଲାଗୁଛି ଏହା ଭିତରେ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତକୁ ନେଇ ଏକ ବଡ଼ ଇସାରା ଲୁଚି ରହିଛି। ମୁଁ ବି ଦେଖିଲି। ଏଇଟା ଲାଇଫ୍ କେୟାର ମେଡିସିନ ଷ୍ଟୋର ଆଣ୍ଡ ପଲିକ୍ଲିନିକର ଘରୋଇ ଫିଜିଓଥେରାପି ସେବା ବିଷୟରେ। ହଁ, ଆଉ ଏଥିରେ ଗୋଟିଏ ଲାଇନ୍ ମୋର ଧ୍ୟାନ ଟାଣିଲା। ଲେଖା ଅଛି, ସୀମା ବିନା ଚଳପ୍ରଚଳ କରନ୍ତୁ। ଏଇଟା କ'ଣ ଖାଲି ଗୋଟେ ଭଲ ଶୁଭୁଥିବା ସ୍ଲୋଗାନ, ନା ଏହାର କିଛି ଗଭୀର ଅର୍ଥ ଅଛି? ନା, ମୋତେ ଲାଗୁଛି ଏଇଟା କେବଳ ଏକ ସ୍ଲୋଗାନ, ମାନେ ଏହା ଏକ ପ୍ରକାରର ପ୍ରତିଶ୍ରୁତି। ଯେତେବେଳେ ଜଣେ କୌଣସି ଯନ୍ତ୍ରଣାରେ ପୀଡ଼ିତ, ଯେମିତିକି ଅଣ୍ଟାବିନ୍ଧା କିମ୍ବା ପକ୍ଷାଘାତ, ସେମାନଙ୍କ ଜୀବନ ସୀମିତ ହୋଇଯାଏ। ଠିକ୍, ଚଳପ୍ରଚଳ ବନ୍ଦ ହୋଇଯାଏ। ହଁ, ଏହି ସେବା ସେହି ସୀମାକୁ ହଟାଇବାକୁ ଚେଷ୍ଟା କରୁଛି ବୋଲି କହୁଛି। ଏହା ଏକ ଯନ୍ତ୍ରଣାମୁକ୍ତ ଜୀବନର ଆଶା ଦେଉଛି। ତାହେଲେ ଏହା ମୁଖ୍ୟତଃ କେଉଁମାନଙ୍କ ପାଇଁ? କ'ଣ କେବଳ ବୟସ୍କ ଲୋକଙ୍କ ପାଇଁ, ଯେଉଁମାନଙ୍କର ଅଣ୍ଟା କି ଆଣ୍ଠୁ ବିନ୍ଧେ? ନା, ଆଦୌ ନୁହେଁ। ସେଇଠି ତ କଥା। ଏହାର ପରିସର ବହୁତ ବଡ଼। ଏଥିରେ ସ୍ପଷ୍ଟ ଲେଖା ଅଛି, ଅଣ୍ଟା ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା, ବେକ ଯନ୍ତ୍ରଣା, ଓହୋ, ଏପରିକି ପକ୍ଷାଘାତ ଏବଂ ଦୀର୍ଘକାଳୀନ ଯନ୍ତ୍ରଣା ମାନେ କ୍ରନିକ୍ ପେନ୍ ପାଇଁ ବି ଏହା ଉଦ୍ଦିଷ୍ଟ। ଆଚ୍ଛା, ତେବେ ଏହା ଛୋଟମୋଟ ସମସ୍ୟାରୁ ଆରମ୍ଭ କରି ଗମ୍ଭୀର ରୋଗ ପର୍ଯ୍ୟନ୍ତ ସବୁକିଛି ପାଇଁ। ଏକଦମ। ଆଉ ଗୋଟେ କଥା ବି ଲେଖା ହେଇଛି, ଏହା ସମସ୍ତ ବୟସ ବର୍ଗଙ୍କ ପାଇଁ ଏବଂ ଅର୍ଥୋ ଓ ନ୍ୟୁରୋ ରୋଗୀଙ୍କ କଥା ବିଶେଷ ଭାବେ କୁହାଯାଇଛି। ହଁ, ଆଉ ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଅର୍ଥ ମାନେ ହାଡ଼ଗଣ୍ଠି ସମସ୍ୟା, ଆଉ ନ୍ୟୁରୋ ହେଲା ସ୍ନାୟୁ ସମ୍ବନ୍ଧୀୟ, ଯେମିତିକି ପକ୍ଷାଘାତ। ହଁ, ଏହି ରୋଗୀମାନଙ୍କ ପାଇଁ ତ କ୍ଲିନିକ୍ ଯିବା ଆସିବା କରିବାଟା ହିଁ ଗୋଟେ ବଡ଼ କାମ। ବହୁତ କଷ୍ଟକର। ତେଣୁ ଘରେ ଯତ୍ନ ମିଳିବାଟା ସେମାନଙ୍କ ପାଇଁ ଏକ ବରଦାନ ଭଳି। କିନ୍ତୁ ଗୋଟେ ପ୍ରଶ୍ନ ମନକୁ ଆସୁଛି। ଘରେ ସେବା ମିଳିବାଟା ଶୁଣିବାକୁ ବହୁତ ଭଲ ଲାଗୁଛି, ହେଲେ କ୍ଲିନିକ୍ରେ ଯେଉଁ ସବୁ ଯନ୍ତ୍ରପାତି, ଯେଉଁ ସୁବିଧା ଥାଏ, ସେସବୁ କ'ଣ ଘରେ ମିଳିପାରିବ? ଚିକିତ୍ସା କ'ଣ ସେତିକି ପ୍ରଭାବଶାଳୀ ହେବ? ଏଇଟା ଏକ ବହୁତ ଭଲ ପ୍ରଶ୍ନ। କିନ୍ତୁ କଥାଟା ହେଉଛି, ସବୁ ଫିଜିଓଥେରାପି ପାଇଁ ବଡ଼ ବଡ଼ ମେସିନ୍ ଦରକାର ହୁଏ ନାହିଁ। ଏହାର ବଡ଼ ଅଂଶ ହେଉଛି ବ୍ୟାୟାମ, ଆଘାତ ନିବାରଣ ପାଇଁ ପରାମର୍ଶ ଆଉ ଶକ୍ତି ବଢ଼ାଇବା ପାଇଁ ତାଲିମ। ମାନେ ବିଶେଷଜ୍ଞଙ୍କର ଜ୍ଞାନ ଆଉ ଅଭିଜ୍ଞତା ବେଶୀ ଜରୁରୀ। ଠିକ୍ ସେଇଆ। ଜଣେ ପ୍ରମାଣିତ ଫିଜିଓଥେରାପିଷ୍ଟ ତାଙ୍କର ବିଶେଷଜ୍ଞତାକୁ ହିଁ ଘରକୁ ନେଇ ଆସନ୍ତି, ଆଉ ସେଇଟା ହିଁ ସବୁଠୁ ମୂଲ୍ୟବାନ। ବୁଝିଲି। ଆଉ ସୂଚନାରେ ଯୋଗାଯୋଗ ପାଇଁ ଏକ ନମ୍ବର ମଧ୍ୟ ଦିଆଯାଇଛି, 8249180905। ହଁ, ଅଧିକ ତଥ୍ୟ ପାଇଁ ସେଠାରେ ଯୋଗାଯୋଗ କରାଯାଇପାରିବ। ତେବେ ଏହି ଛୋଟ ପଦକ୍ଷେପର ବଡ଼ ଚିତ୍ର କ'ଣ ହୋଇପାରେ? ବାରିପଦା ଭଳି ସହରରେ ଏଭଳି ସେବା ଆରମ୍ଭ ହେବାର କିଛି ବିଶେଷ ଅର୍ଥ ଅଛି କି? ନିଶ୍ଚିତ ଭାବରେ ଅଛି। ଏହା କେବଳ ସୁବିଧା କଥା ନୁହେଁ, ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ସଂକେତ। ବିଶେଷ କରି ଆମେ ଦେଖୁଛେ, କୋଭିଡ ପରେ ଲୋକଙ୍କର ଚାହିଦା ବଦଳିଛି। ଲୋକେ ଏବେ ଘରେ ରହି ସେବା ପାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏକଦମ। ଆଉ ବାରିପଦା ଭଳି ସହରରେ ଏହା ଆରମ୍ଭ ହେବା ଦର୍ଶାଉଛି ଯେ ସ୍ଥାନୀୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ଏହି ଚାହିଦାକୁ ବୁଝୁଛନ୍ତି। ମାନେ ସ୍ୱାସ୍ଥ୍ୟସେବା ଏବେ ରୋଗୀଙ୍କ ପାଖକୁ ଆସୁଛି, ରୋଗୀଙ୍କୁ ସେବା ପାଖକୁ ଯିବାକୁ ପଡ଼ୁନାହିଁ। ହଁ, ଏହା ହିଁ ଭବିଷ୍ୟତ। ତେବେ ଶେଷରେ ଆମର ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ। ଯଦି ଫିଜିଓଥେରାପି ଘରେ ପହଞ୍ଚି ପାରୁଛି, ତେବେ ଲୋକଙ୍କ ଆବଶ୍ୟକତାକୁ ଆହୁରି ଭଲ ଭାବରେ ପୂରଣ କରିବା ପାଇଁ ଆଉ କେଉଁ ବିଶେଷଜ୍ଞ ଡାକ୍ତରୀ ସେବାଗୁଡ଼ିକ ଏହି ଘର ପାଖରେ ସେବା ମଡେଲକୁ ଆପଣାଇ ପାରିବେ?